ହେଇଛି। କିଛି କଥା ଏଠି ପଡିନି। ସାର୍ କହିଲେ ପଞ୍ଚ ଦେବତାଙ୍କୁ ନମସ୍କାର ହୁଅ, ଜୁହାର କର, ଦଣ୍ଡବତ ହୁଅ, ପ୍ରଣାମ କର। ସାର୍ କହିଲେ ତମେ ବୁଝିଗଲ କଣ? ପଞ୍ଚଦେବ ହେ ଲମ୍ବ କେମିତି ନମ୍ବର ମାଗୁଛି ତାକୁ ତୁଳିକି ଦେଖ ଆଜି କଣ ହେଇଛି, ଗୋଟେ ଘଟଣା ଘଟିଛି। ସତେ ନା କଣ? ଆମ ପରିବାର ଭିତରେ ଗୋଟିଏ ସାର ଗଛଟି ଆଣିଥିଲେ ଭୁବନେଶ୍ୱରରୁ, ପିଜୁଳି ଗଛଟି। ସେ ପିଜୁଳି ଗଛ ଗୋଟିଏ ମାସ ପରେ ଫଳ ଦେଇଗଲା। ସେଠି 7ଟି ଫଳ ଫଳିଥିଲା। ହେ ସେ 7ଟା ଫଳ ବୋଲି 2ଟା ଫଳ ଚୋରି ହେଇଯାଇଛି। ଏବେ ସନା ତୁ ଖାଇଛୁ କି? କହଦେବ ତୁ ତୋଳିକି ବଢିଆ ବିଶୁ। ଖାଲି ମୁଁ ବି ତ ନୁହଁ। ଆଚ୍ଛା ସେ ପାଲା ବାଲା ଭୋକ ବିକଳରେ ତୋଳିକି ଖାଇଗଲା କି? ହେ ଶରତ ଆଜ୍ଞା ଅଧିବାସ ରଜନୀ ହଁ ହଁ ସର୍ବପ୍ରଥମେ ମର୍ଯ୍ୟାଦା ପୁରୁଷ ରଘୁତିଳକ ରାମଚନ୍ଦ୍ରଙ୍କର ପଦାର ବିନ୍ଦରେ ଆଜ୍ଞା ଆଜ୍ଞା ଟିକେ ଶରଣ ଯିବା, ଶରଣ ପଶିବା ସାରେ। ତାପରେ ପାଲା କଥା। ହଉ କିଏ ତାକୁ ତୁଳିକି ଗୋ ଶ୍ରୀରାମ ଶ୍ରୀଚରଣ ଇଏ ଧୂଳିକି ଗୋ ସନାତନ ଆମେ ତୁଚ୍ଛାରେ ଭାଇ ସେ ପାଲାବାଲାଙ୍କୁ ଦୋଷ ଦବାନି। ସାରେ ସେଇ ପ୍ରଭୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ପଦ ଧୂଳି କଥା କହିଲେଣି। ଏରେ ସେ ପାଲାବାଲାଙ୍କୁ ଦୋଷ ଦବାନି ରେ ଭାଇ। ଇଏ ତାକୁ ତୁଳିକି ଗୋ ବିଶୁ ଆଉ ଶ୍ରୀରାମ ଶ୍ରୀଚରଣ ଧୂଳି ତାକୁ ତାକୁ ଶ୍ରୀରାମ ତାକୁ ତୁଳି ତାକୁ ଶ୍ରୀରାମ ଧଇଲେ ଗଙ୍ଗାରେ ଲୋକେ ବାର ମଉଳିକି ଇଏ ଧଇଲେ ଗଙ୍ଗାରେ ଲୋକେ ବାର ମଉଳିକି ଇଏ ହଇଲେ ପ୍ରସନ୍ନ ସେବି ହଜାରେ ଶୁଣିକି ତାକୁ ତୁଳିକି ତାକୁ ତୁଳିକି ଶ୍ରୀରାମ ଶ୍ରୀଚରଣ ତାକୁ ତୁଳିକି ତାକୁ ତୁଳିକି ଶ୍ରୀରାମ ରତ ଆଜ୍ଞା ଇଏ ତୋଳିଲେ ପଥରେ ପୁଣି ପାନ୍ଥ ଟାଳିକି ଇଏ ତୋଳିଲେ ପଥରେ ପୁଣି ପାନ୍ଥ ଟାଳିକି ଇଏ ଢାଳିଲେ କଳପ ଜଳ ପଥର ଢାଳିକି ତାକୁ ତୁଳିକି ଆଉ ଶ୍ରୀରାମ ଶ୍ରୀଚରଣ ଇଏ ତାକୁ ତୁଳିକି ଶ୍ରୀରାମ ତାକୁ ଯାହି ତାହି କବି ଲେଖି ନାହାନ୍ତି ମ। ସାର୍ କିଏ ଲେଖିଲେ? ନୟାଗଡ଼ ଜିଲ୍ଲାର କବି କିଏ? ଗଦାଧର ସିଂ ସାମନ୍ତ କଣ ଲେଖିଲେ? ସାନ ଭାଇ ବସାଗରେ ଶୁଣୁଥା। ହେଲେ ଗଦାଧର ସିଂହ ଚିନ୍ତି ତାଙ୍କ ପାଦ ଇଏ ଗଦାଧର ସିଂହ ଚିନ୍ତି ତାଙ୍କ ପାତରିକି ଇଏ ବୋଲେ ରାମ ତାରିଛନ୍ତି ଅହଲ୍ୟା ବାରିକି ତାକୁ ତୁଳିକି ଆଉ ଶ୍ରୀରାମ ଶ୍ରୀଚରଣ ତାକୁ ତୁଳିକି
কি মারো গোটা খালি দিটা হাତରେ বাড়াই দઉં লজ্জা কীর্তি জনক তনয়া এ সভ্যা কদণ্ড ভঙ্গে ঈশৌ কন্যাং নিরুপমতয়া এ ভেজিরে রামচন্দ্র পন্তিয়া পানি গ্রহণ সময়ে স্যার কইলে মধ্যমা গন্ধর্বত্ব মাননীয় মাননীয় আমার আবার বুঝাবলিত কথা আমার দর্শক দর্শিকা বৃন্দ এবং গাঁ গলু ছুটি চালি আসিথিবা মোর ছোট বড় কুনা কুনি ভাই ও ভଉଣୀ ସମସ୍ତେ কথা মন ইয়ে সামবেদ জনতা মন্ডলী আদি বাপা ইয়ে অধ্যয় রজনীরে দিনের দুঃখ কলাকার নারায়ণଙ୍କ ରଙ୍ଗମଞ୍ଚରେ ପଦାର୍ପଣ କରିବା ସତ୍ତ୍ୱେ ଉତ୍କଳୀୟ ଗାୟକ ମାନଙ୍କର ଗତାନୁଗତ ପଦକୁ ଅନୁସରଣ କରି ଆଜି ଚତୁଃପାର୍ଶ୍ୱରେ ନିୟୋଜିତ ହୋଇଥିବା ଦର୍ଶକ ଦର୍ଶିକା ମାନଙ୍କୁ ସର୍ବପ୍ରଥମେ ରାମ ନବମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। অভিনন্দন গুড বাই গুড নাইট ଭାରତ আরে ଆଜି ବିଦଗ୍ଧ କଳା হেলা হেলা କଳା ସଂସ୍କୃତି ଉପରେ ଆଲୋକପାତ କରିବାକୁ ଯାଇ এই ସର୍ବାଜ ମନ ପ୍ରିୟ আমার প্রিয় ମନ ପୂଜ୍ୟ হেলা হেলা ସଚ୍ଚିଦାନନ୍ଦ ଚିରଚିନ୍ମୟ ଜଗଦାନନ୍ଦ କୁଣ୍ଡ বন্ধ ଜଗତନାଥ ଜଗନ୍ନାଥଙ୍କ ପ୍ରିୟ ପଦାର୍ଥରେ ଭକ୍ତି ପୁଷ୍ପାଞ୍ଜଳି ଜ୍ଞାପନ କରି ସାରିବା ପରେ ଆରମ୍ଭ କରିଛି ମୋର ଗୋଟେ ଆଶୀର୍ବାଦାତ୍ମକ ମଙ୍ଗଳାଚରଣ। ଭାଇ ତୁମେ ନିଜେ ବସ ସବୁ ପରିଶ୍ରମ କଲଣି। হেলা হেলা ସରଦାରବାବୁ, আগে সারে ଇଏ ଗତକାଲି ରାତିକାଳ ହେବା କଥାବାର୍ତ୍ତା হ্যাঁ হ্যাঁ କିନ୍ତୁ ଇଏ ତ ପ୍ରାକୃତିକ ବିପର୍ଯ୍ୟୟ ଘଟିଗଲା। আগে আগে ଏହି ବି ଅଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଏଡ଼ାଇ ଦେଇପାରିବେ। অটো কই পারবে না ପ୍ରଭୁଙ୍କର ଇଚ୍ଛା ନହେଲେ ପଥର ପତ୍ର କିଏ ବି ଆପଣମାନଙ୍କର ହରିବନି। না ତେବେ ଯାହାହେଲେ କାହିଁକି হ্যাঁ হ্যাঁ ଇଏ କାଳ ବିଳମ୍ବ ନ କରି ଆଜ୍ଞା। ସେହି ପ୍ରଭୁ ରାମ କଥା এই ଜାଣିଛନ୍ତି ଆପଣମାନେ ଶ୍ରବଣ କରିବା। ଏବେ ସରଦାରବାବୁ, আজ্ঞা ପାଲା ଗାଉଥିଲେ ମୋ ସାନ ଭାଇ ও গাউলে স্যার ରଞ୍ଜନ ଦାସ। হ্যাঁ হ্যাঁ ଭଲ ପାଲା ବାଲାଟିବ ଭାଇ। আজ্ঞା ଖାଲି କଣ୍ଠ ଟିକେ ଭଗବାନ ଦେଇଛନ୍ତି, ପାଲା ନାହିଁ। ভালো না ওহো କଣ୍ଠ ଥିବ ଭାଇ, ଖାଲି ପାଲା ଗାଇବେ। ଯେତେ ଭଜନ ସବୁ ଗାଇକି ସାରିଦେବେ। সে রাত্রি কাটবে କିନ୍ତୁ ମାଳ ନାହିଁ। না ଆଉ ଦେଖିବ ଏବେ
ଆପଣ କହୁନାହାନ୍ତି ତାଙ୍କର କୋକିଳ ଆପଣଙ୍କର କାଉ ଏ ଶୁଣୁ ଶୁଣୁ ଦିଟା କଳି ବସିଥିଲା ମାରି କହିଲେ ଆଉ ଅଣ୍ଡିରା ଅଣ୍ଡିରା କହିଲେ କଣ୍ଟିନ୍ୟୁ ଭାଇ କହିଲେ କଣ୍ଠରା କେମିତି ହଉଥିଲେ ତେବେ ଭାବରୁ ଯାହା Thank you.
ପ୍ରଭୁ ରାମଚନ୍ଦ୍ରଙ୍କ ସାନ୍ନିଧ୍ୟ ଆପଣ ପାଇପାରିବେନି। ନା ମୋ ଭାଇଙ୍କୁ ଜଣା ନାହିଁ ବୋଲି ସେ ଗୋଟାଏ ପଦ ଗାଇ ଦେଇଥିଲେ। ସେ ଗୋଟାଏ ପଦ କୋଉଠି ଲେଖା? ନା ଭାଗବତରେ। ଯେ ପ୍ରାଞ୍ଜଳ କଲେ ଆପଣଙ୍କ ଜଗନ୍ନାଥ ଦାସ। ସେ ପଦ କଣ ଲେଖା ବାପା? ଆପଣଙ୍କୁ ମୁଁ ମନେ ପକେଇଲି ସେ ପଦଟି। ଏକ ହରି ଜଗନ୍ନାଥ ଦାସ। ତୁଳସୀ ହଟାଇବି ସାସ।
প্রীতি যে পর্যন্ত মা হৃদয় ভিতরে প্রীতি জাগ্রত হয়নি, প্রীতি আসেনি, না। সংযমতা আপনার রক্ষা